ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏଇଟା ହେଉଛି ଏମ୍ପିର ଏକ ହେଉଛି ଘଟଣା। ଏମ୍ପି ମାନେ ମଧ୍ୟପ୍ରଦେଶର ଏଇଟା ହେଉଛି ଘଟଣା। ଆଉ ଯେଉଁଠିକି ଖ୍ରୀଷ୍ଟିଆନ ତାଡ଼ନା ଦେଖାଯାଇଥିଲା। ଯେପରି ଆପଣ ଜାଣିଥିବେ, ଆମର ଭାରତର ବିଭିନ୍ନ କୋଣ ଅନୁକୋଣରେ ଅନାବଶ୍ୟକ ଭାବେ ଖ୍ରୀଷ୍ଟିଆନ ତାଡ଼ନା ବଢ଼ି ବଢ଼ି ଚାଲିଛି। ସେଥି ନିମନ୍ତେ ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ବାଧ୍ୟ ହୋଇକି ସେମାନେ କ'ଣ କରୁଛନ୍ତି? ରାଲି କରୁଛନ୍ତି। ରାଲି କରିବାର କାରଣ ହେଉଛି ଯେ ଖ୍ରୀଷ୍ଟିଆନ ତାଡ଼ନା ବଢ଼ି ବଢ଼ି ଚାଲିଛି। ଛତିଶଗଡ଼, ତାପରେ ୟୁପି, ଝାଡ଼ଖଣ୍ଡ, ବର୍ତ୍ତମାନ ହେଉଛି ଏମ୍ପି, ଏହିସବୁ ରାଜ୍ୟଗୁଡ଼ିକରେ ଅଧିକାଂଶ କ୍ଷେତ୍ରରେ ଦେଖାଯାଏ ଯେ ଖ୍ରୀଷ୍ଟିଆନ ତାଡ଼ନା। ଅନ୍ୟାନ୍ୟ ରାଜ୍ୟଗୁଡ଼ିକ ରହିଅଛି, ଆଉ ଆମର ଇଣ୍ଡିଆ ବାହାରେ ମଧ୍ୟ ତାଡ଼ନା ରହିଅଛି। କିନ୍ତୁ ଯେହେତୁ ଆମେ ଭାରତୀୟ, ତେଣୁ ଆମେ ଆଜି ଭାରତ ଭିତରେ ହେଉଥିବା ତାଡ଼ନା ବିଷୟରେ ଆମେ ଆଲୋଚନା କରିବା। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଏଠି କ'ଣ ହେଇଛି ନା, ଏମ୍ପିରେ ଯେତେବେଳେ ତାଡ଼ନା ବଢ଼ି ବଢ଼ି ଚାଲିଥିଲା ଅନାବଶ୍ୟକ ଭାବରେ, ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ସେମାନେ ବହୁ ସଂଖ୍ୟାରେ ଯୋଗଦାନ କରି ସେମାନେ ଏସ୍ପିଙ୍କର ମାନେ ଅଫିସକୁ ସେମାନେ ଘେରାଉ କରିଥିଲେ। ଏସ୍ପିଙ୍କର ଅଫିସକୁ ଘେରାଉ କରିକି ସେମାନେ କ'ଣ କରିଥିଲେ? ଦାବି କରିଥିଲେ। ଆଉ ତାଙ୍କର ଯେଉଁ ଦାବି ଥିଲା ଯେ ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ଉପରେ ତାଡ଼ନା ବଢ଼ିଗଲାଣି, ଆଉ ଏହି ତାଡ଼ନାକୁ ବନ୍ଦ କରାଯାଉ। ଆଉ ଯେଉଁମାନେ ତାଡ଼ନା କରୁଛନ୍ତି ଅନାବଶ୍ୟକ ଭାବରେ, ସେମାନଙ୍କ ବିରୁଦ୍ଧରେ ଆକ୍ସନ୍ ନିଆଯାଉ। ଏହିଭଳି ଭାବରେ ଆମେମାନେ ଦେଖିବାକୁ ପାଇଥିଲୁ। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଖ୍ରୀଷ୍ଟିଆନ ତାଡ଼ନା ଆଜି ବି ରହିଅଛି। ଏହା ବିଗତ ଦିନମାନଙ୍କରୁ ରହିଆସିଛି, ଆଜି ମଧ୍ୟ ଅଛି। କିନ୍ତୁ ଯେଉଁ ଜାଗାରେ ଅନାବଶ୍ୟକ ଭାବରେ ତାଡ଼ନା ହେଉଛି ପ୍ରିୟ ବନ୍ଧୁଗଣ, ସେହି ଜାଗାମାନଙ୍କରେ ସରକାର ଯେଉଁ ଅଛି, ସରକାର ସେଥିପ୍ରତି ଦୃଷ୍ଟି ଦେବା ଦରକାର। ଆଉ ସରକାର ସେହି ବିଷୟରେ ଯାଞ୍ଚ କରିବା ଦରକାର ଯେ ପ୍ରକୃତରେ ଏମିତି ସବୁ ତାଡ଼ନା ହେଉଛି। ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ବହୁତ ଦୁଃଖରେ ଅଛନ୍ତି, ଅସୁବିଧାରେ ଅଛନ୍ତି। ତେଣୁ ଏହି ତାଡ଼ନା କେମିତି ବନ୍ଦ ହେବ, ସେଥିପ୍ରତି ସରକାର ଦୃଷ୍ଟି ଦେବା ଦରକାର। ତେବେ ପ୍ରିୟ ବନ୍ଧୁଗଣ, ଯଦି ଏବେଠାରୁ କିଛି କରା ନଗଲା, ଆଗାମୀ ଦିନମାନଙ୍କରେ এই ଯେଉଁ ଖ୍ରୀଷ୍ଟିଆନ ବିରୋଧୀମାନେ ଅଛନ୍ତି, ସେମାନେ ଆହୁରି ଅଧିକ ଭାବରେ ଉଦ୍ଧତ ହେବେ। ଆହୁରି ଅଧିକ ଭାବରେ ସେମାନେ କ'ଣ କରିବେ? ସେମାନଙ୍କର କାର୍ଯ୍ୟ କରିବେ। ତେବେ ପ୍ରିୟ ବନ୍ଧୁଗଣ, ସେଥିପାଇଁ ବର୍ତ୍ତମାନ ଠାରୁ ଜାଗ୍ରତ ହେବା ଦରକାର। ଆଉ ଅନେକ ହୁଏତ ସେମାନେ ଭାବନ୍ତି ଯେ ଖ୍ରୀଷ୍ଟିଆନ ଲୋକମାନେ ରାଲି କରିକି କ'ଣ କରୁଛନ୍ତି? ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ସେମିତି ନୁହେଁ। ରାଲି କରିବାର ମୁଖ୍ୟ କାରଣ ହେଉଛି ଯେ ଆମର ଯେଉଁ ଅଧିକାର ଅଛି, ମାନେ ସାମ୍ବିଧାନିକ ଅଧିକାର ଅଛି, ତାହା ଆମଠୁ କେହି ମଧ୍ୟ ଛଡ଼େଇକି ନ ନେବ। ଆମର ଖ୍ରୀଷ୍ଟିଆନ ଲୋକମାନେ କେତେବେଳେ ରାଲି କରନ୍ତି? ଯେତେବେଳେ ସେମାନେ ଅନୁଭବ କରନ୍ତି ଯେ ତାଙ୍କର ଯେଉଁ ସାମ୍ବିଧାନିକ ଅଧିକାରକୁ ଅନ୍ୟ କେହି ଜଣେ ଛଡ଼େଇକି ନେଉଛି। ମୌଳିକ ଅଧିକାର ଯେଉଁଟା ସାମ୍ବିଧାନିକ ଅଧିକାର, ଯେଉଁଟା ଧର୍ମଗତ ସ୍ୱାଧୀନତା ଅଧିକାର କିମ୍ବା ଅନ୍ୟ ଅଧିକାର ହେଉ ନା କାହିଁକି, ଯେତେବେଳେ ଜଣେ ଅନ୍ୟ ଜଣଙ୍କ ଠାରୁ ସେହି ଅଧିକାର ଛଡ଼େଇବା ପାଇଁ ଚେଷ୍ଟା କରେ, ସେତେବେଳେ ସେ ବାଧ୍ୟ ହୋଇକି ଆକ୍ସନ୍ ନିଏ। ସେଥିପାଇଁ ଆମର ଯେଉଁ ମୌଳିକ ଅଧିକାର ରହିଅଛି, ଧାର୍ମିକ ମାନେ ଧର୍ମଗତ ସ୍ୱାଧୀନତା ଅଧିକାର, ଯେତେବେଳେ ସେହି ଅଧିକାର ଖ୍ରୀଷ୍ଟିଆନମାନଙ୍କ ଠାରୁ ହରଣ କରାହେଉଛି ଜାଣି ଶୁଣିକି, ସେତେବେଳେ ଯାଇ ଖ୍ରୀଷ୍ଟିଆନ ଲୋକମାନେ ବାଧ୍ୟ ହେଉଛନ୍ତି ରାଲି କରିବା ନିମନ୍ତେ। କିନ୍ତୁ ଯଦି ଆପଣ ଦେଖିବେ, ପୃଥିବୀର ସବୁଠାରୁ ଶାନ୍ତିପ୍ରିୟ ଲୋକମାନେ ହେଉଛନ୍ତି ଖ୍ରୀଷ୍ଟିଆନ ଲୋକମାନେ। ସେମାନେ ଚାହାନ୍ତିନି କାହା ସହିତ ଝଗଡ଼ା କରିବା, କାହା ସହିତ ଗଣ୍ଡଗୋଳ କରିବା, ସେମାନେ ଚାହାନ୍ତିନି। କିନ୍ତୁ ବେଳେବେଳେ ଏମିତି ପରିସ୍ଥିତି ଆସେ, ସେ ପରିସ୍ଥିତି ସେମାନଙ୍କୁ ବାଧ୍ୟ କରେ ଯେ ସେମାନେ କ'ଣ କରିବେ? ଅସ୍ତ୍ର ଉଠାଇବେ, ଠେଙ୍ଗାବାଡ଼ି ଉଠାଇବେ, କିମ୍ବା ସେମାନେ ବିରୋଧୀମାନଙ୍କୁ ସେମାନେ ପାଲଟା ଆକ୍ରମଣ କରିବେ। ବେଳେବେଳେ ପରିସ୍ଥିତି ବାଧ୍ୟ କରେ। ଏବଂ ରାଲି କରିବା ମଧ୍ୟ ଆଉ ଗୋଟେ ପରିସ୍ଥିତି।
समस्त आंतरिक नमस्कार। वीडियो भल लगी शेयर करूँ, चैनल को प्रथम थर पर आसते सब्सक्राइब करूँ। धन्यवाद। लाइन लगाड़ो चलो लाइन लगाड़ो। दुआ भी कर जुराई, प्रार्थना दुआ भी खास रहेगी हमारी। मेन हमारा हथियार वही है, कांटा में डूलाम ने नागसुड़ियाम ने शुभ में आत्मा की सामर्थ्य उनके जीवन के अंदर आ जाए। ऐसी प्रार्थना भी कर जो है हल्लो में जो काढ़ो सही है कि नहीं रे? प्रार्थना दुआ में चलड़ जो Para